ଆଜି କଣ ଖାଇଲେ? ମାଛ, ମାଂସ, ଅଣ୍ଡା, କଙ୍କଡା, ଚିଙ୍ଗୁଡି, କୁକୁଡା, ଛେଳି ନା କଇଁଛ? କଣ ଖାଇଲେ ଆଜି? କେମିତି ଲାଗିଲା କହିଲେ? ଏଇ ଛୋଟ ଛୋଟ ଜୀବମାନଙ୍କୁ ମାରିକି ଖାଇଲେ କେମିତି ଲାଗିଲା କହିଲେ? ଆମେ ବିଚାର କରିବା ଆବଶ୍ୟକ। ଯଦି ଆମର ପିଲାଟାକୁ କେକ୍ ଚାପୁଡାଟିଏ ମାରି ଦିଅନ୍ତି ଆମକୁ କେମିତି ଲାଗେ? ଆମକୁ କେମିତି ରାଗ ଆସେ? ଆମେ ତାକୁ ମାରି ତାର ଗାଲ ଫଟେଇ ଦଉ। କିନ୍ତୁ ସେଇ ବଦ୍ଧ ଜୀବ ମାନଙ୍କର କେହି ନାହାନ୍ତି ନା, ସେଥିପାଇଁ ସେମାନେ ଆମକୁ ଆଉ ମାରି ପାରନ୍ତି ନାହିଁ, କାରଣ ସେମାନେ ହେଲେ ବଦ୍ଧ ଜୀବ। କିନ୍ତୁ ଭଗବାନ ଆମକୁ ତ ବଦ୍ଧ ଜୀବ କରିନାହାନ୍ତି ନା। ଆମ ପାଖରେ ଶୁଦ୍ଧ ଚେତନା ଅଛି, ଆମ ପାଖରେ ମଣିଷ ପଣିଆ ଅଛି। କିନ୍ତୁ କଣ ଆମେ ଜୀବ ମାନଙ୍କ ପ୍ରତି ମଣିଷ ପଣିଆ ଦେଖଉଛୁ, ତାଙ୍କୁ ଆଦର କରୁଛୁ? ଯେମିତି ଆମେ ଘର ଲୋକ ମାନଙ୍କୁ ଆଦର କରୁଛେ ସେମିତି ସେଇ ଜୀବ ମାନଙ୍କୁ କଣ ଆଦର କରୁଛେ? ଆମ ପରିବାର ଲୋକଙ୍କୁ କେହି କିଛି କହିଲେ ଆମେ ସହିପାରୁନାହୁଁ, କିନ୍ତୁ ସେ ବଦ୍ଧ ଜୀବ ମାନେ ମରିଯାଆନ୍ତୁ ଆମେ ତାଙ୍କୁ ଖାଇବୁ। ଆହା, ଏହା କେତେ ଦୁଃଖଦ କଥା। ଆମର ତ ଆମ ଘର ଲୋକ ମାନଙ୍କ ପ୍ରତି ଦୟା ଅଛି, କିନ୍ତୁ ପର ପ୍ରତି ଦୟା ନାହିଁ। ସେଇ ଜୀବ ମାନଙ୍କର କେହି ନଥିଲେ କଣ